ଯେତେବେଳେ ଧ୍ୱନି ଶବ୍ଦର ପ୍ରୟୋଗ ସାହିତ୍ୟ ଶାସ୍ତ୍ରରେ ଆମେ ଦେଖୁଛେ, କେବଳ ସାହିତ୍ୟ ଶାସ୍ତ୍ରରେ ଯେ ତାର ପ୍ରୟୋଗ ଦେଖୁଛେ ତା ନୁହଁ। ସାହିତ୍ୟ ଶାସ୍ତ୍ରକୁ ଛାଡିକି ଅନ୍ୟ ଶାସ୍ତ୍ରରେ ମଧ୍ୟ ତାର ପ୍ରୟୋଗ ବିଭିନ୍ନ ଅର୍ଥରେ କରାଯାଇଛି, ଏଇଟା ଆମେ ମଧ୍ୟ ଦେଖୁଛେ। ତେଣୁ ଏ ତତ୍ତ୍ୱ କେବଳ ସାହିତ୍ୟ ଶାସ୍ତ୍ରର ଗୋଟେ ନିଜସ୍ୱ ନୁହେଁ, ବ୍ୟାକରଣ ଶାସ୍ତ୍ରର ଯୋଉ ସ୍ଫୋଟବାଦରୁ ଏଇ ତତ୍ତ୍ୱର ସୃଷ୍ଟି ହୋଇଛି ବୋଲି ଆମେ ବିବେଚନା କରିବା। ସେ ଯାହା ହେଉନା କାହିଁକି ବେଦରେ ଏଇ ଯୋଉ ଶବ୍ଦର ବ୍ୟବହାର ହୋଇଥିବାରୁ ଏ ତତ୍ତ୍ୱଟି ଅତି ପ୍ରାଚୀନ ତତ୍ତ୍ୱ। ଆମେ ଅଥର୍ବ ବେଦରେ ଦେଖିବା ଯେ ଧ୍ୱନି ଶବ୍ଦ ଲୋକରେ ପ୍ରଚଳିତ ଧ୍ୱନି ଶବ୍ଦ ଅର୍ଥରେ ବ୍ୟବହୃତ ହେଇଛି। ସେଠି କୁହାହେଇଛି ଅଥର୍ବ ବେଦ 5:2-7 କୁହାହେଇଛି ଅନ୍ତରେନେ ନଭସି ଘୋଷ ଅସ୍ତୁ ପୃଥମ୍ ତେ ଧ୍ୱନୟୋ ଜନ୍ତୁ ଶିଭି। ବୈୟାକରଣ ପତଞ୍ଜଳି ତାଙ୍କ ମତରେ ସେ ଲୋକରେ ପ୍ରତୀତ ଶବ୍ଦକୁ ଧ୍ୱନି ବୋଲି କହିଛନ୍ତି। ସେ ମହାଭାଷ୍ୟରେ କହୁଛନ୍ତି ଲୋକ ପ୍ରତୀତ ପଦାର୍ଥ ଧ୍ୱନି ଶବ୍ଦ। ତେବେ ଧ୍ୱନି ଶବ୍ଦେ ଧାତୁର ଇ ପ୍ରତ୍ୟୟ କରିବା ଦ୍ୱାରା ଧ୍ୱନି ଶବ୍ଦ ନିଷ୍ପନ୍ନ ହୁଏ। ଆଉ ଶାସ୍ତ୍ରରେ 5ଟି ଅର୍ଥ ପରିଲକ୍ଷିତ ହୋଇଥାଏ। ସେଠି କୁହାହଉଛି ପ୍ରଥମ ଅର୍ଥ ହେଉଛି ଯେ ଧ୍ୱନତି ଯହ ସହ ବ୍ୟଞ୍ଜକ ଶବ୍ଦ ଧ୍ୱନି, ଅର୍ଥାତ୍ ବାଚକ ଲକ୍ଷକ ବ୍ୟଞ୍ଜକ ଶବ୍ଦ ଯେତେବେଳେ ବ୍ୟଙ୍ଗ୍ୟ ଅର୍ଥରେ ବ୍ୟଞ୍ଜକ ହୁଅନ୍ତି ସେତେବେଳେ ଧ୍ୱନି ହୋଇଯାଆନ୍ତି। ଦ୍ୱିତୀୟ କଥା ହଉଛି ଧ୍ୱନତି ଧ୍ୱନୟତି ବା ଯ ସ ବ୍ୟଙ୍ଗର୍ଥ ଧ୍ୱନି। ତୃତୀୟ କଥା ହଉଛି ଧ୍ୱନ୍ୟତେ ଇତି ଧ୍ୱନି, ଯେଉଁଠାରେ ରସ ଅଳଙ୍କାର ବସ୍ତୁ ଧ୍ୱନିତ ହୁଅନ୍ତି ସେଠାରେ ଧ୍ୱନି ହୁଏ। ଚତୁର୍ଥ କଥା ହଉଛି ଯେଉଁ ବ୍ୟାପାର ଦ୍ୱାରା ବ୍ୟଙ୍ଗାର୍ଥ ଉତ୍ପନ୍ନ ହୁଏ ତାହା ଧ୍ୱନି ହୁଏ। ପଞ୍ଚମ କଥା ହଉଛି ଯେଉଁଠାରେ ଅର୍ଥ ଧ୍ୱନିତ ହୁଏ ତାହା ଧ୍ୱନି କାବ୍ୟ ହୁଏ। ସାହିତ୍ୟ ଶାସ୍ତ୍ରରେ ଧ୍ୱନି ଏକ ମହତ୍ୱପୂର୍ଣ୍ଣ ତତ୍ତ୍ୱ ରୂପେ ପରିଗଣିତ। ଧ୍ୱନି ସମ୍ପ୍ରଦାୟର ଆଚାର୍ଯ୍ୟ ମାନେ ଧ୍ୱନି ତତ୍ତ୍ୱକୁ ଉଦ୍ଭାବନ କରି କାବ୍ୟରେ ଅନ୍ତଃସ୍ତତ୍ୱ ପର୍ଯ୍ୟନ୍ତ ଦୃଷ୍ଟି ନିକ୍ଷେପ କରିଛନ୍ତି। ଆଚାର୍ଯ୍ୟ ଆନନ୍ଦ ବର୍ଦ୍ଧନ ଧ୍ୱନି ସିଦ୍ଧାନ୍ତର ପ୍ରତିଷ୍ଠାପକ ବୋଲି ଆମେ ସମସ୍ତେ ଜାଣିଛେ। ସେ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଧ୍ୱନି ତତ୍ତ୍ୱ ବିଷୟରେ ଆଲୋଚନା ସମାଲୋଚନା ହୋଇ ଆସୁଛି। କେତେକ ଆଚାର୍ଯ୍ୟ ଆକୁ ବିରୋଧ କରିଛନ୍ତି, ଆଉ କେତେକ ଆକୁ ଅବିଧା ଶକ୍ତିର ଅନ୍ତର୍ଭୁକ୍ତ ବୋଲି କହିଛନ୍ତି। ଆଚାର୍ଯ୍ୟ ପ୍ରତିହାରେନ୍ଦୁରାଜ କୁନ୍ତକ ଭଟ୍ଟନାୟକ ପ୍ରମୁଖଙ୍କ ନାମ ଏ ପ୍ରସଙ୍ଗରେ ମୁଁ ଆଣୁଛି। ଆମର ମହିମ ଭଟ୍ଟ ମଧ୍ୟ ଧ୍ୱନି ବିରୋଧୀ ଆଚାର୍ଯ୍ୟ ରୂପରେ ପରିଚିତ। ସେ ସମଗ୍ର ଧ୍ୱନି ତତ୍ତ୍ୱକୁ ଅନୁମାନରେ ଗତାର୍ଥ କରିବା ପାଇଁ ବ୍ୟକ୍ତି ବିବେକ ନାମକ ଏକ ଗ୍ରନ୍ଥ ପ୍ରଣୟନ କରିଛନ୍ତି ଏବଂ ମୁକୁଳ ଭଟ୍ଟ ମଧ୍ୟ ଅଭିଧାବୃତ୍ତିକ ମାତୃକାରେ ଧ୍ୱନିକୁ ଲକ୍ଷଣରେ ସେ ଅନ୍ତର୍ଭୁକ୍ତ କରୁଛନ୍ତି। ଆଚାର୍ଯ୍ୟ ପ୍ରତିହାରେନ୍ଦୁ ରାଜଙ୍କ ମତରେ ଧ୍ୱନିରେ ଅନ୍ତର୍ଭାବ ଅଳଙ୍କାରରେ ହୋଇପାରିବ। ସେଥିପାଇଁ ସେ ନିଜ ମତକୁ ସ୍ପଷ୍ଟ କରିବା ପାଇଁ ଆନନ୍ଦ ବର୍ଦ୍ଧନଙ୍କ ଧ୍ୱନି ଭେଦର ଉଦାହରଣ ଗୁଡିକୁ ବିଭିନ୍ନ ଅଳଙ୍କାରର ଅନ୍ତର୍ଗତ କରାଇଛନ୍ତି। ଆନନ୍ଦ ବର୍ଦ୍ଧନଙ୍କ ରସ ବସ୍ତୁ ଅଳଙ୍କାର ଧ୍ୱନି କ୍ରମଶଃ ରସବତ ଶ୍ଲେଷ ଆଉ ପର୍ଯ୍ୟାୟକ୍ତ ଅଳଙ୍କାର। ଭଟ୍ଟନାୟକ ନିଜର ହୃଦୟ ଦର୍ପଣ ଗ୍ରନ୍ଥରେ ଧ୍ୱନିକୁ ଦୃଢ ଭାବରେ ସେ ବିରୋଧ କରିଛନ୍ତି। ତାଙ୍କ ମତରେ ରସ ଭାବନା ବ୍ୟାପାର ବୋଧ୍ୟ ବ୍ୟଞ୍ଜନା ବ୍ୟାପାର ବୋଧ୍ୟ ନୁହେଁ। ଧନଞ୍ଜୟ ମଧ୍ୟ ଏକ ଧ୍ୱନି ବିରୋଧୀ ଆଚାର୍ଯ୍ୟ ଭାବରେ ପରିଚିତ। ସିଏ କହୁଛନ୍ତି କଣ ନା ଶବ୍ଦର ଅଭିଧା ଲକ୍ଷଣ ଆଉ ତାତ୍ପର୍ଯ୍ୟ ନାମକ ଶକ୍ତି ତ୍ରୟକୁ ସ୍ୱୀକାର କରି ଧ୍ୱନିର ତାତ୍ପର୍ଯ୍ୟ ଶକ୍ତିରେ ଗତାର୍ଥ କରିଛନ୍ତି। ସେଇଟା କହୁଛନ୍ତି କୋଉଠି ନା ଆମର 10 ରୂପକରେ କହୁଛନ୍ତି। ଆଚାର୍ଯ୍ୟ କୁନ୍ତକ ଯିଏକି ବକ୍ରୋକ୍ତି ସମ୍ପ୍ରଦାୟର ପ୍ରତିଷ୍ଠାତା, ସେ ଧ୍ୱନି ତତ୍ତ୍ୱକୁ ବକ୍ରୋକ୍ତି ତତ୍ତ୍ୱ ଭିତରେ ଅନ୍ତର୍ଗତ କରାଇ ନିଜ ମତବାଦକୁ ଦୃଢତର କରିବା ପାଇଁ ଚେଷ୍ଟା କରିଛନ୍ତି। ତାଙ୍କ ମତରେ ବୈଦଗ୍ଧ୍ୟ ଭଙ୍ଗୀ ଭଣିତି ରୂପେ ବକ୍ରୋକ୍ତି କାବ୍ୟର ଜୀବନ, ରସ ଧ୍ୱନି ଓ ଔଚିତ୍ୟ ହେଉଛି ଏହାର ଅଙ୍ଗଭୂତ। ତେଣୁ ଏଭଳି ବିରୋଧ ସତ୍ତ୍ୱେ ବି ଆନନ୍ଦ ବର୍ଦ୍ଧନଙ୍କ ମତ ଅପ୍ରାମାଣିକ ପ୍ରମାଣିତ ହୋଇନାହିଁ। ଧ୍ୱନି ତତ୍ତ୍ୱର ବହୁଳ ପ୍ରଚାର ପାଇଁ ତଥା ଏହାର ଆବଶ୍ୟକତାକୁ ପ୍ରମାଣିତ କରିବା ପାଇଁ ସେ ଧ୍ୱନ୍ୟାଲୋକ ନାମକ ଗ୍ରନ୍ଥ ପ୍ରଣୟନ କରିଛନ୍ତି। ଧ୍ୱନ୍ୟାଲୋକ କାରିକା ବୃତ୍ତି ଉଦାହରଣ ରୂପେ
ବିତ୍ତାଗତ ତ୍ରୟାତ୍ମକ। ଏ ଗ୍ରନ୍ଥର କାରିକ ଗୁଡିକର ପ୍ରଣୀତା ସମ୍ବନ୍ଧରେ ବିଦ୍ୱାନ ମାନଙ୍କର ମଧ୍ୟ ଭିନ୍ନତା ଦେଖିବାକୁ ମିଳେ। ଆମର ଡକ୍ଟର ଏସ୍.କେ. ଦେ ତଥା ଡକ୍ଟର ପି.ଭି. କାନେ ଏ ସମ୍ବନ୍ଧରେ ମତ ଦେଇକି କହନ୍ତି ଯେ ଆନନ୍ଦବର୍ଦ୍ଧନ ଏବଂ ଧ୍ୱନିକାର ଏକ ବ୍ୟକ୍ତି ନୁହନ୍ତି। ଆନନ୍ଦବର୍ଦ୍ଧନଙ୍କ ଦ୍ଵାରା ଧନ୍ୟାଲୋକ ଲେଖାଯାଇଛି, ଧନ୍ୟାଲୋକ ବୃତ୍ତି, ଏବଂ ଅନ୍ୟ ବ୍ୟକ୍ତି ଦ୍ଵାରା ଲେଖାଯାଇଛି ଧନ୍ୟାଲୋକର କାରିକା। ତେଣୁ ଡକ୍ଟର ନଗେନ୍ଦ୍ର ନିଜର ନୀତିକାବ୍ୟ କି ଭୂମିକା ଗ୍ରନ୍ଥରେ କାଣେ ଏବଂ ଦେଙ୍କର ମତକୁ ସମର୍ଥନ କରିଛନ୍ତି। କିନ୍ତୁ ପ୍ରାଚ୍ୟ ବିଦ୍ୱାନ ମାନେ କାରିକା ପ୍ରଣେତା ରୂପରେ ଗ୍ରହଣ କରନ୍ତି ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନଙ୍କୁ ଏବଂ ସେମାନଙ୍କ ମତରେ ସେ ହିଁ ଧନ୍ୟାଲୋକର ପ୍ରଣେତା। ଧ୍ୱନି ସିଦ୍ଧାନ୍ତର ପ୍ରତିଷ୍ଠା ପାଇଁ ଧନ୍ୟାଲୋକର ସୃଷ୍ଟି। ତେଣୁ ଆନନ୍ଦବର୍ଦ୍ଧନ ଧ୍ୱନି ସମ୍ପ୍ରଦାୟର ଆଦ୍ୟ ପୁରୋଧା। ତାଙ୍କ ମତରେ ଧ୍ୱନି କାବ୍ୟର ଆତ୍ମାସ୍ଥାନୀୟ। ପରବର୍ତ୍ତୀ କାଳରେ ଧନ୍ୟାଲୋକର ଲୋଚନ ନାମକ ଟୀକା ପ୍ରଣୟନ କରିଥିବା ଅଭିନବ ଗୁପ୍ତ ଏହି ସିଦ୍ଧାନ୍ତକୁ ପଲ୍ଲବିତ କରିବା ପାଇଁ ଉଦ୍ୟମ କରିଛନ୍ତି। ଅଭିନବ ଗୁପ୍ତ ନିଜର ଟୀକା ଗ୍ରନ୍ଥରେ ଧନ୍ୟାଲୋକର ବିଚାର ଗୁଡିକୁ ବିଶଦ ଭାବରେ ଆଲୋଚନା କରିବା ସହିତ କେତେକ ନୂତନ ତଥ୍ୟ ଉଦ୍ଘାଟନ କରିଛନ୍ତି। ତାଙ୍କ ମତରେ ରସ ସିଦ୍ଧି ପାଇଁ ବ୍ୟଞ୍ଜନ ବ୍ୟାପାର ଏକାନ୍ତ ଅପରିହାର୍ଯ୍ୟ। ଅଭିନବ ଗୁପ୍ତଙ୍କ ପରେ ଏ କ୍ଷେତ୍ରରେ ମମ୍ମଟଙ୍କ ନାମ ମଧ୍ୟ ଉଲ୍ଲେଖନୀୟ। ସେ ମଧ୍ୟ ଧ୍ୱନି ସିଦ୍ଧାନ୍ତର ଜଣେ ଅନ୍ୟତମ ପ୍ରବକ୍ତା। ପ୍ରଥମେ ସେ ଧ୍ୱନି ବିରୋଧୀ ମତ ଗୁଡିକୁ ଖଣ୍ଡନ କରି ଧ୍ୱନିର ବିଜୟ ବୈଜୟନ୍ତୀ ଉଡାଇଛନ୍ତି। ଧ୍ୱନି ସିଦ୍ଧାନ୍ତକୁ ବ୍ୟବସ୍ଥିତ ତଥା ପୂର୍ଣ୍ଣ ରୂପ ଦେବା ପାଇଁ ଆଚାର୍ଯ୍ୟ ମମ୍ମଟଙ୍କର ଅବଦାନ କିଛି କମ୍ ନୁହେଁ। ତାହାପରେ ଅଳଙ୍କାର ସର୍ବସ୍ୱର ପ୍ରଣେତା ଏକାବଳୀର ପ୍ରଣେତା ବିଦ୍ୟାନାଥ ଏହି ସିଦ୍ଧାନ୍ତର ସମର୍ଥକ ରୂପରେ ସ୍ୱୀକୃତି ଲାଭ କରିଛନ୍ତି। ପଣ୍ଡିତରାଜ ଜଗନ୍ନାଥ ସଂସ୍କୃତ ସାହିତ୍ୟର ଶାସ୍ତ୍ର ଜଗତରେ ଅନ୍ତିମ ଧ୍ୱନି ସମର୍ଥକ ଆଚାର୍ଯ୍ୟ। ସେ ଅନ୍ଧ ଭାବରେ ଧ୍ୱନିକୁ ସମର୍ଥନ ନ କରି ତାହାର ବାସ୍ତବ ଆବଶ୍ୟକତାକୁ ସେ ଅନୁଭବ କରିଛନ୍ତି। ସେ କାରଣରୁ ରସ ଗଙ୍ଗାଧରରେ ଧ୍ୱନି ସିଦ୍ଧାନ୍ତକୁ ଆଧାର କରି କାବ୍ୟର ବିଭାଜନ କରାଯାଇଛି। ତେଣୁ ଧ୍ୱନି ତତ୍ତ୍ୱ ସାହିତ୍ୟରେ ହେୟ କେବେ ହୋଇ ନପାରେ। ତାପରେ ଆମେ ଯେତେବେଳେ ଆଲୋଚନା କରୁଛେ ଧ୍ୱନିର ପରିଭାଷା, ସେଠି ଆମେ ଧନ୍ୟାଲୋକର ସଂଜ୍ଞା ଦଉଛେ। ଆମେ ତାପରେ ଧ୍ୱନିର ଭେଦ ମଧ୍ୟ ନିରୂପଣ କରୁଛେ। ଯୋଉଟା କି ଆମେ ଧ୍ୱନିର ସଂଜ୍ଞା ଯେତେବେଳେ ଦଉଛେ ସେଠି ଆମେ କହୁଛେ କଣ ନା ଧ୍ୱନିର ମୂଳ ତତ୍ତ୍ୱ ହଉଛି ବ୍ୟଙ୍ଗ। ବାଚ୍ୟ ଆଉ ବ୍ୟଙ୍ଗର ପ୍ରାଧାନ୍ୟତା ନିର୍ଭର କରେ ଚମତ୍କାରିତା ଉପରେ। ଯାହାର ଚମତ୍କାର ଅଧିକ ତାହା ପ୍ରଧାନ। ଚମତ୍କାରର ଉତ୍କର୍ଷତା ଆଶ୍ରୟ କରେ ବାଚ୍ୟ ଓ ବ୍ୟଙ୍ଗର ପ୍ରାଧାନ୍ୟ ଉପରେ। ଯଦି ବ୍ୟଙ୍ଗ ଅଧିକ ଚମତ୍କାର ତେବେ ତାହା ବ୍ୟଙ୍ଗ ପ୍ରଧାନ। ଅର୍ଥାତ୍ ସେ ଧନ୍ୟାଲୋକରେ ମଧ୍ୟ କୁହାଯାଇଛି। ଅର୍ଥାତ୍ ଯେଉଁଠାରେ ଶବ୍ଦ ବା ଅର୍ଥ ନିଜେ ସାଧନ ହୋଇ ସାଧ୍ୟ ଅଭିବ୍ୟକ୍ତ କରନ୍ତି ତାହା ଧ୍ୱନି କାବ୍ୟ ହୁଏ। ସାଧାରଣ ଭାବରେ କହିବାକୁ ଗଲେ ସଂକେତିତାର୍ଥ ବା ବାଚ୍ୟ ଯାହାକୁ ଆମେ କହୁ, ବାଚ୍ୟରୁ ଯେଉଁ ବିଶେଷ ଅର୍ଥ ପ୍ରତୀତ ହୁଏ ତାହା ହେଉଛି ଧ୍ୱନି। ଆମେ ଯେତେବେଳେ ଧ୍ୱନିର ଭେଦ ନିରୂପଣ କରୁଛେ ସେଠି କୁହାଯାଉଛି ସଂସ୍କୃତ ସାହିତ୍ୟ ଶାସ୍ତ୍ରର ଧ୍ୱନିଭେଦ ନିରୂପଣ ପ୍ରକର୍ମରେ ଆମେ ଲକ୍ଷଣାମୂଳ ଅଭିଧାମୂଳ ରୂପରେ ଧ୍ୱନିର ଭେଦ ଦ୍ୱୟକୁ ସ୍ୱୀକାର କରୁଛେ। ଆଚାର୍ଯ୍ୟ ବିଶ୍ୱନାଥଙ୍କର ଏହା ମଧ୍ୟ ଥିଲା ଅଭିପ୍ରେତ। ଲକ୍ଷଣାମୂଳ ଧ୍ୱନିର ଅପର ନାମ ଅବିବକ୍ଷିତ ବାଚ୍ୟ ବା ଅଭିଧା ମୂଳ ଧ୍ୱନିର ଅନ୍ୟତମ ବିବକ୍ଷିତାନ୍ୟ ପରବାଚ୍ୟ। ତାପରେ ଆମେ ଯେତେବେଳେ ଲକ୍ଷଣାମୂଳକ ଧ୍ୱନି କଥା ଆଲୋଚନା କରୁଛେ ତାର ମୂଳରେ ଲକ୍ଷଣା ହିଁ ନିହିତ ଥାଏ। ବାଚ୍ୟାର୍ଥ ଏଥିରେ ବିବକ୍ଷିତ ନୁହେଁ। ଅର୍ଥାତ୍ ବକ୍ତାର ବାଚ୍ୟାର୍ଥରେ ବିବକ୍ଷା ନଥିବାରୁ ଏହାର ନାମ ଅବିବକ୍ଷିତ ବାଚ୍ୟ। ଏହି ଧ୍ୱନିରେ ବାଚ୍ୟାର୍ଥ ବାଧିତ ହୋଇ ଲକ୍ଷ୍ୟାର୍ଥରୁ ବ୍ୟଙ୍ଗାର୍ଥର ବୋଧନ ହୁଏ। ବିଚକ୍ଷିତାନ୍ୟ ପରବାଚ୍ୟ ହେଉଛି ଅଭିଧାମୂଳ ଧ୍ୱନି। ଏଠାରେ ବାଚ୍ୟ ବିବକ୍ଷିତ। ଏଥିରେ ବ୍ୟଙ୍ଗାର୍ଥକୁ ବୁଝାଇବା ପାଇଁ ବାଚ୍ୟାର୍ଥର ଆବଶ୍ୟକତା ରହିଛି। ଅତଏବ ବ୍ୟଙ୍ଗର ବୋଧନ ପରେ ବାଚ୍ୟ ଅଂଶରେ ବକ୍ତାର ତାତ୍ପର୍ଯ୍ୟ ନଥାଏ। ତାପରେ ଆମେ ଯେତେବେଳେ ଅବିବକ୍ଷିତ ବାଚ୍ୟ ବା ଲକ୍ଷଣାମୂଳକ ଧ୍ୱନିର ପ୍ରକାର ଦ୍ୱୟକୁ ଯିବା, ଆମର ଆସୁଛି ଅର୍ଥାନ୍ତର ସଂକ୍ରମିତ ବାଚ୍ୟ ଧ୍ୱନି, ଆଉ ଗୋଟେ ହଉଛି ଅତ୍ୟନ୍ତ ପୁରସ୍କୃତ ବାଚ୍ୟ ଧ୍ୱନି।
যেଠାରେ ବାଚ୍ୟାର୍ଥ ନିଜର ପ୍ରସଙ୍ଗରେ ଅନନ୍ୱିତ ବା ଅନୁପଯୁକ୍ତ ହୋଇ ଅର୍ଥାନ୍ତରରେ ସଂକ୍ରମିତ ହୁଏ ଅର୍ଥାତ୍ ଭିନ୍ନ ଅର୍ଥରେ ପରିଣତ ହୋଇଯାଏ ସେଠାରେ ଅର୍ଥାନ୍ତର ସଂକ୍ରମିତ ବାଚ୍ୟ ଧ୍ୱନି ହୁଏ। ଯେମିତି ଯଦି କହିବା ଆମେ କଦଳୀ କରବହ କରିରାଜ କରହ କରିରାଜ କରହ ତେଣୁ ଏଇଠି ଏହା ପ୍ରସନ୍ନ ରାଘବ ନାଟକର ଗୋଟେ ପଦ୍ୟ। ଏଠି କଦଳୀ ତ କଦଳୀ ଟିକେ ପ୍ରସନ୍ନ ରାଘବ ନାଟକର ଏଇଟା ହଉଛି ପଦ୍ୟ। ଏଠି କଦଳୀ ତ କଦଳୀ କରବ ତ କରବ ପୁଣି ହାତୀର ଶୁଣ୍ଢ ହଉଛି ହାତୀର ଶୁଣ୍ଢ କିନ୍ତୁ ମୃଗନୟନୀ ସୀତାଙ୍କର ଜଙ୍ଘଦ୍ୱୟର ଉପମା ଦେବା ପାଇଁ ସଂସାରରେ କୌଣସି ବସ୍ତୁ ନାହିଁ। ସେଠି ସେ କହୁଛନ୍ତି ଭୁବନ ତ୍ରିତୟେପି ବିଭର୍ତ୍ତି ତୁଳା ମିଦମୁରୁ ଯୁଗଂ ନ ଚୁମୁରୁ ଦୃଶ୍ୟ। ତେଣୁ ଏଠି ପ୍ରଥମ କଦଳୀ ଶବ୍ଦର ଅର୍ଥ କଦଳୀ ବୃକ୍ଷ, ଦ୍ୱିତୀୟ କଦଳୀ ଶବ୍ଦର ଅର୍ଥ ଜଡତା ଅର୍ଥାତ୍ ଦ୍ୱିତୀୟ କଦଳୀ ଶବ୍ଦ ଜାତୀୟ ଗୁଣ ଯୁକ୍ତ କଦଳୀକୁ ବୁଝାଉଛି। ଦ୍ୱିତୀୟ କଦଳୀ ଶବ୍ଦ ମୁଖ୍ୟାର୍ଥରେ ବାଧିତ ହୋଇ ଲକ୍ଷଣା ଦ୍ୱାରା ଜଡ ରୂପ ଅର୍ଥକୁ ବୁଝାଉଛି। ଅତ୍ୟନ୍ତ ଶୈତ୍ୟ ହଉଛି ଏଠାରେ ବ୍ୟଙ୍ଗ୍ୟ। ସେହିଭଳି ପ୍ରଥମ କରଭର ଅର୍ଥ ହାତର ମଣିବନ୍ଧ ଠାରୁ କନିଷ୍ଠ ଆଙ୍ଗୁଳି ପର୍ଯ୍ୟନ୍ତ ଅଂଶକୁ କୁହାଯାଏ ଏବଂ ଦ୍ୱିତୀୟ କରଭ ଶବ୍ଦର ଅର୍ଥ ଅତ୍ୟନ୍ତ ହ୍ରସ୍ୱ। ଏଠାରେ ଅତ୍ୟନ୍ତ ହ୍ରସ୍ୱ ପ୍ରୟୋଜନ ବା ବ୍ୟଙ୍ଗ ଅର୍ଥାତ୍ କ୍ଷୁଦ୍ର ହେତୁ ଉରୁ ସମାନ ନୁହେଁ। ପ୍ରଥମେ କରିରାଜକର ଶବ୍ଦର ଅର୍ଥ ହଉଛି ହାତୀର ଶୁଣ୍ଢ, ଦ୍ୱିତୀୟ କରିରାଜକର ଶବ୍ଦ ମୁଖ୍ୟାର୍ଥରେ ବାଧିତ ହୋଇ ଲକ୍ଷଣା ଶକ୍ତି ଦ୍ୱାରା କଠିନ ରୂପ ଅର୍ଥକୁ ବୁଝାଇଲା ଅର୍ଥାତ୍ ଅତିଶୟ କାଠିନ୍ୟ ହଉଛି ଏଠାରେ ବ୍ୟଙ୍ଗ। ଯେଉଁଠାରେ ଶବ୍ଦ ନିଜର ବାଚ୍ୟାର୍ଥକୁ ଛାଡି ଅର୍ଥାନ୍ତରରେ ପରିଣତ ହୁଏ ସେଠାରେ ଅତ୍ୟନ୍ତ ତିରସ୍କୃତ ବାଚ୍ୟ ଧ୍ୱନି ହୁଏ। ତେଣୁ ଏଠାରେ ବାଚ୍ୟାର୍ଥ ତିରସ୍କୃତ ବା ପରିତ୍ୟକ୍ତ ହେଉଥିବାରୁ ଏହାର ନାମ ଅତ୍ୟନ୍ତ ତିରସ୍କୃତ ବାଚ୍ୟ ଧ୍ୱନି କୁହାଯାଏ। ତାପରେ ନିଶ୍ୱାସ ଦ୍ୱାରା ଅନ୍ଧ ହୋଇଯାଇଥିବା ଦର୍ପଣ ସଦୃଶ ଚନ୍ଦ୍ର ଏହି ହେମନ୍ତ କାଳରେ ଶୋଭା ପାଉନାହିଁ ଏଠାରେ। ତେଣୁ ଏଠି ଯୋଉ କୁହାଯାଉଛି ଏଠାରେ ଅନ୍ଧ ଶବ୍ଦର ମୁଖ୍ୟାର୍ଥ ନଷ୍ଟ ଚକ୍ଷୁ ଅର୍ଥାତ୍ ଯାହାର ଚକ୍ଷୁ ନଷ୍ଟ ହୋଇଥାଏ। ସେଇ ଅନ୍ଧ ଶବ୍ଦ ଦର୍ପଣ ସହିତ ଅନନ୍ୱିତ ହେବାରୁ ଅର୍ଥାତ୍ ଦର୍ପଣ ଅଚେତନ ହୋଇଥିବାରୁ ତାଠାରେ ଅନ୍ଧତ୍ୱ ଅନନ୍ୱିତ ହେତୁ ମୁଖ୍ୟାର୍ଥ ବାଧ ହୋଇ ଲକ୍ଷଣା ଶକ୍ତି ଦ୍ୱାରା ଅପ୍ରକାଶ ରୂପ ଅର୍ଥକୁ ପ୍ରକାଶ କଲା। ଅତିଶୟ ଅପ୍ରକାଶ ରୂପ ଅର୍ଥ ଏଠାରେ ବ୍ୟଙ୍ଗ। ତାପରେ ଆମେ ସେମିତି ଯେତେବେଳେ ଯାଉଛେ ବିବକ୍ଷିତାନ୍ୟ ପରବାଚ୍ୟ ଧ୍ୱନି ଏବଂ ଏଠି ଆମେ କହୁଛେ ବିବକ୍ଷିତାନ୍ୟ ପରବାଚ୍ୟ ଧ୍ୱନିରେ ଏଠି କୁହାଉଛି କଣ ନା ପ୍ରଥମତଃ ଅସଂଲକ୍ଷ୍ୟ କ୍ରମ ବ୍ୟଙ୍ଗ୍ୟ ଓ ସଂଲକ୍ଷ୍ୟ କ୍ରମ ବ୍ୟଙ୍ଗ୍ୟ ଭେଦରେ ଦ୍ୱିବିଧ। ତେଣୁ ୟାକୁ ମଧ୍ୟ ଆମେ ଆଲୋଚନା କରୁଛେ। ତାପରେ ଆମେ କହୁଛେ ସଂଲକ୍ଷ୍ୟ କ୍ରମ ବ୍ୟଙ୍ଗ ଧ୍ୱନି। ଏଠି ବାଚ୍ୟାର୍ଥ ଆଉ ବ୍ୟଙ୍ଗାର୍ଥ ପ୍ରତିଟିର ପୂର୍ବାପର କ୍ରମ ଜଣା ପଡେ ତାକୁ ଆମେ କହୁଛେ ସଂଲକ୍ଷ୍ୟ କ୍ରମ ବ୍ୟଙ୍ଗ ଧ୍ୱନି। ଠିକ ସେମିତି ଆମେ ଅଳଙ୍କାର ଧ୍ୱନିକୁ ମଧ୍ୟ ଆଲୋଚନା କରୁଛେ। ଯୋଉଠି ଆମର ବ୍ୟଙ୍ଗାର୍ଥରେ କୌଣସି ଅଳଙ୍କାର ଧ୍ୱନିତ ହଉଛି ସେଠି ଅଳଙ୍କାର ଧ୍ୱନି ହଉଛି। ତାକୁ ବିଶେଷ କରି ଆମେ ଶବ୍ଦର ଦୁର୍ଗକୁ ଆମେ କହୁଛେ କଣ ଯେ ଯୋଉଠି ବିଶେଷ କରି ଆମେ ଯଦି ଗୋଟେ ପଂକ୍ତି ଦବା ସାତ ପଂକ୍ତି ଦେଇକିରି ବହୁତ କିଛି ବୁଝେଇଛନ୍ତି ଆମର ସାହିତ୍ୟ ଦର୍ପଣରେ ବିଶେଷ କରି ସେ ସମ୍ପର୍କରେ ମଧ୍ୟ କୁହାଯାଇଛି ଅଳଙ୍କାର ଧ୍ୱନି ସମ୍ପର୍କରେ। ତେଣୁ ଆମେ ଅଳଙ୍କାର ଧ୍ୱନିକୁ ଆଲୋଚନା କଲେ ବା ଧ୍ୱନିର ବିଶେଷ ରୂପ ସମ୍ପର୍କରେ ଆମେ ଆଲୋଚନା କଲେ ଏବଂ ତାପରେ ଆମେ ଯିବା ବିଶେଷ କରି ଶାସ୍ତ୍ର ମାନଙ୍କରେ କଣ କଣ ଧ୍ୱନି ବିରୋଧୀ ମତ ଗୁଡିକୁ କୁହାଯାଇଛି। ତେଣୁ ଆମର ବିଶେଷ କରି ଯେତେବେଳେ ଆମେ ସାହିତ୍ୟ ଶାସ୍ତ୍ରରେ ଧ୍ୱନିକୁ କାବ୍ୟର ଆତ୍ମା ରୂପେ ସ୍ୱୀକାର କରାଯାଇଥିଲେ ବି ଅନ୍ୟ କେତେକ ବିଦ୍ୱାନ ଏଥିରେ ସମ୍ମତ ନଥିବାର ସ୍ପଷ୍ଟ ପ୍ରମାଣ ଉପଲବ୍ଧ ହୁଏ। ଅଳଙ୍କାର ସର୍ବସ୍ୱର ବିମର୍ଶିନୀ ଟୀକାକାର ଯେ କି ଜୟ ରଥ ତାତ୍ପର୍ଯ୍ୟ ଅଭିଧା ପ୍ରଭୃତି 4ଟି ଧ୍ୱନି ବିରୋଧୀ ମନ୍ତବ୍ୟର ସେ ଉପସ୍ଥାପନ କରିଛନ୍ତି। ସେଠି ସେ କହୁଛନ୍ତି ଯେଉଁମାନେ ଧ୍ୱନି ବିରୋଧୀ ମତବାଦୀ ଅଟନ୍ତି ସେମାନଙ୍କ ମତର ବିଶ୍ଳେଷଣ ହଉଛି ଅପରିହାର୍ଯ୍ୟ। ସେ ବିଶ୍ଳେଷଣ ସାଧାରଣତଃ ସମସ୍ତେ ଜାଣିବା ଉଚିତ। ମୀମାଂସକ ମାନେ ସେ କହୁଛନ୍ତି ଯେ ତାତ୍ପର୍ଯ୍ୟ ଶକ୍ତି ଦ୍ୱାରା ଧ୍ୱନ୍ୟାର୍ଥର ପ୍ରତୀତିକୁ ସମର୍ଥନ କରନ୍ତି। ସେମାନଙ୍କ ମତରେ ତାତ୍ପର୍ଯ୍ୟ ହିଁ ଏକ ଶକ୍ତି ଯାହା ଯାବତ୍ କାର୍ଯ୍ୟ ପ୍ରସାରୀ ଓ ଅସଂଖ୍ୟ ଅର୍ଥର ବୋଧକ।
ତେଣୁ ବ୍ୟଙ୍ଗାର୍ଥର ବୋଧ ପାଇଁ ଧ୍ୱନିକୁ ସ୍ୱୀକାର କରାଯାଇ ନପାରେ। ଯୋଉମାନେ ଅଭିଧାବାଦୀ ସେମାନେ ବାଣ ଭଳି ଅଭିଧା ଶକ୍ତିକୁ ସମର୍ଥନ କରନ୍ତି ଏବଂ ଏ ମତକୁ ଉପସ୍ଥାପନ କରନ୍ତି ପ୍ରାଚୀନ ମୀମାଂସକ ମାନେ। ତାଙ୍କ ମତରେ ଯେଉଁଭଳି ବାଣଟିଏ ଶରୀରର ଚର୍ମକୁ ଭେଦ କରି ହୃଦୟକୁ ମଧ୍ୟ ଭେଦ କରିଥାଏ, ସେପରି ଅଭିଧା ଶକ୍ତି ବାଚ୍ୟାର୍ଥକୁ ବୋଧ କରିବା ସହିତ ବ୍ୟଙ୍ଗାର୍ଥକୁ ମଧ୍ୟ ବୋଧ କରିପାରେ। ତେଣୁ ଅଭିଧା ଶକ୍ତି କିନ୍ତୁ ଧ୍ୱନିର ସ୍ୱୀକାର ଯୁକ୍ତିସଙ୍ଗତ ନୁହେଁ। ତୃତୀୟରେ କହନ୍ତି ଯେ ଧ୍ୱନି ବିରୋଧୀ ମାନେ ମତ ଦିଅନ୍ତି ଲକ୍ଷଣବାଦୀ ମାନେ। ସେମାନେ କଣ କହନ୍ତି ନା ଅଭିଧା ଶକ୍ତି ବାଚ୍ୟାର୍ଥକୁ ବୁଝାଇ ବିରତ ହେବା ପରେ ଅନ୍ୟ ଅର୍ଥ ଗୁଡିକର ଅବବୋଧ କେବଳ ଲକ୍ଷଣା ଶକ୍ତି ଦ୍ୱାରା ସମ୍ଭବ ହୋଇଥାଏ। ସେମାନେ କହନ୍ତି ଯେଉଁପରି ଉପାଦାନ ଲକ୍ଷଣା ଦ୍ୱାରା, ଯେମିତି ରାମସ୍ମି ସର୍ବଂ ସହେ ରାମେଣ ପ୍ରିୟ ଜୀବିତେନ ପ୍ରଭୃତି ସ୍ଥାନରେ ରାମ ପଦରେ ଅଭିଧା ଶକ୍ତି ଦ୍ୱାରା ଦଶରଥାପତ୍ୟ ରୂପ ଅର୍ଥାତ୍ ଅବବୋଧ ପରେ ସକଳ ଦୁଃଖ ସହିଷ୍ଣୁ ଓ ନିଷ୍କରୁଣ ଅର୍ଥ ପ୍ରତୀତ ହୋଇଥାଏ, ସେହିପରି ଧ୍ୱନ୍ୟାର୍ଥର ବୋଧ ଲକ୍ଷଣା ଶକ୍ତି ଦ୍ୱାରା ସମ୍ଭବ ହେଉଥିବା ବେଳେ ଧ୍ୱନିକୁ ସ୍ୱୀକାର କରିବା କାହିଁକି? ବଡ ବିଚିତ୍ର ବିରୋଧ ମତ ଇଏ। ଚତୁର୍ଥ ଧ୍ୱନି ବିରୋଧୀ ମତ ଦିଅନ୍ତି ଲକ୍ଷଣାବାଦୀ ମାନେ। ସେମାନେ କହିବାକୁ ଚାହାନ୍ତି ଯେ ଲକ୍ଷଣ ଲକ୍ଷଣା ପଦ୍ୟରେ ଉପକୃତ ଅତିପଦ ଅପକୃତ ପ୍ରଭୃତି ଅର୍ଥ ଗୁଡିକୁ ଯେପରି ବୁଝାଇଥାଏ, ସେହିପରି ସେଠାରେ ବ୍ୟଙ୍ଗାର୍ଥକୁ ଲକ୍ଷଣା ବୁଝାଇବାକୁ ସମର୍ଥ। ଏହି ରୀତିରେ ଲକ୍ଷ୍ୟାର୍ଥରେ ବ୍ୟଙ୍ଗାର୍ଥକୁ ଅନ୍ତର୍ଭୁକ୍ତ କରିବାର ପନ୍ଥାକୁ ସମର୍ଥନ କରନ୍ତି ଅଭିଧାବୃତ୍ତି ମାତୃକାର ମୁକୁଳ ଭଟ୍ଟ। ମୁକୁଳଙ୍କ ମତରେ ଶବ୍ଦ ବ୍ୟାପାର ଦ୍ୱାରା ମୁଖ୍ୟାର୍ଥର ପ୍ରତୀତି ଓ ଅର୍ଥ ସାମର୍ଥ୍ୟରୁ ଲକ୍ଷ୍ୟାର୍ଥ ଅବବୋଧ୍ୟ। ଯେଉଁ ଅର୍ଥ ଶବ୍ଦ ବ୍ୟାପାର ବୋଧ୍ୟ ନୁହେଁ, ସେହି ଅର୍ଥ ବ୍ୟଙ୍ଗାର୍ଥ ବା ଲକ୍ଷଣା ଶକ୍ତି ବୋଧ୍ୟ ଅଟେ। ପଞ୍ଚମ ଧ୍ୱନି ବିରୋଧୀ ମତବାଦୀ ଅଟନ୍ତି ଶଙ୍କୁକ, ମହିମ ଭଟ୍ଟ, ଜୟନ୍ତ ଭଟ୍ଟ ପ୍ରମୁଖ କେତେକ ଆଚାର୍ଯ୍ୟ। ତାଙ୍କ ମତରେ ସ୍ୱାର୍ଥାନୁମାନ ପରାର୍ଥାନୁମାନ ଦ୍ୱାରା ଧ୍ୱନି ଅନୁମେୟ ହୁଏ। ମହିମ ଭଟ୍ଟ ଧ୍ୱନିର ସମସ୍ତ ପ୍ରକାରକୁ ଅନୁମାନରେ ଗତାର୍ଥ କରିବା ପାଇଁ ବ୍ୟକ୍ତି ବିବେକ ଗ୍ରନ୍ଥ ରଚନା କରିଛନ୍ତି। ପିଲାମାନେ ମନେ ରଖିବ ଏଠି ଯେ ମହିମ ଭଟ୍ଟ ଅନୁମାନରେ ଧ୍ୱନିକୁ ଗତାର୍ଥ କରିବା ପାଇଁ ସେ ବ୍ୟକ୍ତି ବିବେକ ନାମକ ଗ୍ରନ୍ଥ ରଚନା କରିଛନ୍ତି। ସେ କହିବାକୁ ଚାହାନ୍ତି ଯେ ବାକ୍ୟାର୍ଥରୁ ଅସମ୍ବତ ଅର୍ଥର ପ୍ରଜାତି ହେବା ସରଳ ନୁହେଁ। ଯଦି ହୁଏ ବୋଲି ସ୍ୱୀକାର କରାଯାଏ, ତଥାପି ସେଠାରେ ବାକ୍ୟାର୍ଥ ବ୍ୟଙ୍ଗାର୍ଥ ମଧ୍ୟରେ ବ୍ୟଞ୍ଜକ ବ୍ୟଙ୍ଗ୍ୟ ସମ୍ବନ୍ଧ ଗ୍ରହଣୀୟ ନୁହେଁ, ଯେହେତୁ ସେହି କ୍ଷେତ୍ରରେ ବ୍ୟାପ୍ତି ରୂପ ନିୟତ ସମ୍ବନ୍ଧ କାରଣରୁ ଅର୍ଥର ପ୍ରତୀତି ହୋଇଥାଏ। ତାପରେ ନ୍ୟାୟ ସୂତ୍ରର ଯିଏ ବ୍ୟାଖ୍ୟାକାର ଜୟନ୍ତ ଭଟ୍ଟ, ସିଏ ଅନୁମାନରେ ଧ୍ୱନିର ଅନ୍ତର୍ଭାବକୁ ସେ ସ୍ୱୀକାର କରନ୍ତି। ତାଙ୍କ ମତରେ ଆମର ଭ୍ରମ ଧାର୍ମିକ ପଦ୍ୟରେ ବିଧିରୁ ନିଷେଧ ଓ ନିଷେଧରୁ ବିଧି ରୂପ ଅର୍ଥକୁ ଯେଉଁମାନେ ଧ୍ୱନି ବୋଲି କହନ୍ତି, ସେମାନଙ୍କ ମତ ଯୁକ୍ତିସିଦ୍ଧ ନୁହେଁ, କାରଣ ସେଠାରେ ବିଧି ନିଷେଧ ରୂପ ଅର୍ଥ ଶବ୍ଦ ସାମର୍ଥ୍ୟ କାରଣରୁ ପ୍ରତୀତ ହୋଇଥିବାରୁ ବ୍ୟଞ୍ଜନା ବ୍ୟାପାର ସ୍ୱୀକାର୍ଯ୍ୟ ନୁହେଁ। ତାପରେ ଆମର ଭଟ୍ଟ ଲୋଲଟ ସେ ରସକୁ କାର୍ଯ୍ୟ ବୋଲି ମନେ କରନ୍ତି। ତାଙ୍କ ମତ ଥିଲା କଣ ନା ରସ କାର୍ଯ୍ୟ ହୋଇଥିବାରୁ ତାହା ଉତ୍ପନ୍ନ ହୋଇଥାଏ, କିନ୍ତୁ ଧ୍ୱନି ତ ହୁଏ ନାହିଁ, କାରଣ ଧ୍ୱନ୍ୟମାନ ହେବା ପାଇଁ ରସ ପ୍ରଥମରୁ ପ୍ରତୀତ ହୋଇଥିବା ଉଚିତ। ଏହା କିନ୍ତୁ ସମ୍ଭବ ନୁହେଁ, କାରଣ ବିଭାବାଦୀ କାରଣରୁ ରସ ଉତ୍ପନ୍ନ ହୁଏ, କଦାପି ଅଭିବ୍ୟକ୍ତ ହୁଏ। ତାପରେ ଆମର ଭଟ୍ଟ ନାୟକ ଏକ ଧ୍ୱନି ବିରୋଧୀ ଆଚାର୍ଯ୍ୟ ଭାବରେ ପରିଚିତ। ସିଏ କହିଲେ କଣ ନା ରସର ଉତ୍ପତ୍ତି ଅନୁମିତି ବା ଅଭିବ୍ୟକ୍ତି ସମ୍ଭବ ନୁହେଁ, ବରଂ ଅଭିଧା ବ୍ୟାପାର ବଳରେ ବାଚ୍ୟ ବିଭାବାଦୀର ଭାବକତ୍ୱ ବ୍ୟାପାର ଦ୍ୱାରା ସାଧାରଣୀକୃତ ହେବା ପରେ ଭୋଜକତ୍ୱ ବ୍ୟାପାର ବଳରେ ରକ୍ତ୍ୟାଦି ଭୋଗ ହୋଇଥାଏ। ଭାମହ ପ୍ରଭୃତି ଆଳଙ୍କାରିକ ମାନେ ଅଳଙ୍କାରରେ ଧ୍ୱନ୍ୟାର୍ଥର ଅନ୍ତର୍ଭାବକୁ ସମର୍ଥନ। ଆଳଙ୍କାରିକ ମାନଙ୍କ ମତରେ ସମାସୋକ୍ତି ଆକ୍ଷେପ ଅପହୃତି ବ୍ୟତିରେକ ପ୍ରଭୃତି ଅଳଙ୍କାର ଗୁଡିକରେ ଧ୍ୱନ୍ୟାର୍ଥ ଅନ୍ତର୍ଭାବ ହୋଇଥାଏ। ଭାମହ ପ୍ରତ୍ୟମାନ ଅର୍ଥ ସମାସୋକ୍ତି ଓ ଆକ୍ଷେପରେ ଗମ୍ୟମାନ ଅର୍ଥକୁ ପର୍ଯ୍ୟାୟୋକ୍ତିରେ ଅନ୍ତର୍ଭାବକୁ ସ୍ୱୀକାର କରନ୍ତି।
ଦଣ୍ଡି ଆଚାର୍ଯ୍ୟ ଦଣ୍ଡି ମଧ୍ୟ ବ୍ୟଙ୍ଗାର୍ଥର ଉଦାତ୍ତ ଅଳଙ୍କାରରେ ଅନ୍ତର୍ଭାବକୁ ସେ ସମର୍ଥନ କରନ୍ତି। ତାଙ୍କ ମତରେ ପ୍ରତିମାନ ସାଦୃଶ୍ୟର ବ୍ୟତିରେକରେ ଅନ୍ତର୍ଭାବ, ଉଦ୍ଭଟ ମଧ୍ୟ ପର୍ଯ୍ୟାୟକ୍ତରେ ଗମ୍ୟମାନ ଅର୍ଥ ବା ଧ୍ୱନିର ଅନ୍ତର୍ଭାବକୁ ସେ ସ୍ୱୀକାର କରିଛନ୍ତି। ତେଣୁ ଏଇଭଳି ଧ୍ୱନି ବିରୋଧୀ ମତ ଗୁଡିକୁ ମଧ୍ୟ ଖଣ୍ଡନ କରାଯାଇଛି। ଏବଂ ତାପରେ ଆମେ ଯେତେବେଳେ ଅନ୍ତିମ ପର୍ଯ୍ୟାୟରେ ଆମେ ପହଞ୍ଚୁଛେ ସେତେବେଳେ ବିଶେଷ କରି ଆମକୁ ପିଲାମାନେ ଟିକେ ତମମାନଙ୍କୁ କାବ୍ୟାଳଙ୍କାର ସାର ସଂଗ୍ରହ, ଆମର ଏ କ୍ଷେତ୍ରରେ ଆମର ଧ୍ୱନ୍ୟାଲୋକ, ଆଉ ତାପରେ ଏଇ ସବୁ କାବ୍ୟ ପ୍ରକାଶ, ବିଶେଷ କରି ପିଲାମାନେ ତମକୁ ରସ ଥିଓରି, ଆମର ଏସ୍.କେ. ଦେଙ୍କର ରସ ଥିଓରି ବହିଟି ତମମାନେ ଯେତେବେଳେ ଚାହିଁବ, ତମେ ଯେ ଚାହିଁବ ତମମାନେ ଏଇଟା ଟିକେ ପଢିବ। ଆଉ ବିଶେଷ କରି ତମର କାବ୍ୟାଳଙ୍କାର, ଧ୍ୱନ୍ୟାଲୋକ ଏ ବହି ଗୁଡିକ ଟିକେ ଟିକେ ତମମାନେ ଏଇ ରସ ରୀତି ଧ୍ୱନି ଗୁଡିକ ପଢିବା ପାଇଁ ତମମାନେ ଟିକେ ବ୍ୟବହାର କରିବ, ଯୋଉଟା କି ତମ ରସ ତତ୍ତ୍ୱ ଇଂରାଜୀ ବହି, ସେ ବହିଟିକୁ ତମମାନେ ଟିକେ ଅନ୍ତତଃ ଆଖି ପକେଇବ। ଆଉ ଯେତେବେଳେ ପିଜି କରିବ ବା ତମମାନେ ଟିକେ ହାୟର ଷ୍ଟଡିଜ କୁ ତମେ ଯିବ, ତମେ ଏ ବହିଟି ତମର ବହୁତ ଉପକାରରେ ଲାଗିବ। ସୁଶୀଲ କୁମାର ଦେଙ୍କର ରସତତ୍ତ୍ୱ, ଏ ବହିଟିକୁ ତମମାନେ ନିହାତି ପଢିବା ଦରକାର ସମସ୍ତେ। ଆଉ ଆଜି ପାଇଁ